ଜେମାପା ଯୋଉ ବେଲ ଦେଇଥିଲା ତା ଗଛ ବେଲଟା ସତରେ ଭାରି ମିଠା। ଏଡେ ସୁନ୍ଦର ପଣା ଆଜି ମୁଁ କରିଛି, ବୈଠକି ଘରକୁ ନେଇକି ଆଇଛି। ଯଦି ଆଜି ଜେମାପା ସାଙ୍ଗରେ ମୋର ଦେଖା ହବ। ଆସିଛି ପାରପା, ଜୁହାରେ ଜୁହାରେ। ଜୁହାରେ ଜେମାପା ଜୁହାରେ, ତମ ପାଇଁ ମୁଁ ପଣା ନେଇକି ଆସିଛି। ଆମେ ପଣା ପିଇବା ଯେ, ହେଲେ ଆମ ଶ୍ରୋତା ଭାଇ ଭଉଣୀ ମାନେ ଅପେକ୍ଷା କରି ବସିଛନ୍ତି। ଆଜି ହେଲା ଓଡିଆ ନବବର୍ଷ। ତମେ ଯୋଉ କହିଲ ଆଜି ହଉଛି ଆମ ଓଡିଆ ନବବର୍ଷ, ସେଥିପାଇଁ ଆମର ପ୍ରିୟ ଶ୍ରୋତା ବନ୍ଧୁ ମାନଙ୍କୁ, ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଆମ ତରଫରୁ, ଆମ କୃଷି ସଂସାର ତରଫରୁ, ଆମ ପରିବାର ତରଫରୁ ଓଡିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା, ଶୁଭାଭିନନ୍ଦନ। ଆଉ ଜେମାପା ତମକୁ ବି, ଶ୍ରୋତା ଭାଇ ଭଉଣୀ ମାନଙ୍କୁ ସମସ୍ତଙ୍କୁ ଶୁଭ ଅଭିନନ୍ଦନ। ଏ ବର୍ଷ ଭଲ ଚାଷବାସ ହଉ, ଏ ବର୍ଷଟା ସମସ୍ତଙ୍କର ଭଲରେ ଯାଉ। ହେଲେ ଅପା, କଣ ପଣା ଆଣିଚଟି ମୋ ପାଇଁ? ମୁଁ ବି ତମ ପାଇଁ ହେଇ ଆଣିଛି, ଏଇଠି ବା ହେଇ ରଖିଛି। ଆଉ ମୁଁ ବି ନେଇକି ଆସିଛି। ଆଉ ହଉ ରହିଲା ବୈଠକି ଘରେ, ଶୁଣ ତମେ ତ କହିଲ ଆଜି ହଉଛି ପଣା ସଂକ୍ରାନ୍ତି ଆଉ ହନୁମାନଙ୍କ ଜୟନ୍ତୀ, ତା ସାଙ୍ଗରେ ଆଜି ହଉଛି ଅଗ୍ନିଶମ ସେବା ଦିବସ, ତା ସହିତ ଓଡିଆ ନବବର୍ଷ ଆଜିଠୁ ଆରମ୍ଭ। ହଉ ହଉ, ଏଇ ଅଗ୍ନିଶମ ସେବା ଦିବସ ସମ୍ପର୍କରେ ଆଉ କିଛି ଆଲୋଚନା ହେରିକା ରଖିଛ ନା ନାଇଁ ବା? ହଁ ହଁ, ଏଇ ଅଗ୍ନିଶମ ସେବା ଦିବସ ଉପରେ ଆମର ଜଣେ ମହାଶୟ କଣ କହୁଛନ୍ତି ଶୁଣିବା, ତାପରେ କଥା ହବା। ଆଉ ଆଜି ଆମ ଗହଣରେ ଅଛନ୍ତି ଶ୍ରୀଯୁକ୍ତ ସୁକାନ୍ତ ସେଠୀ। ଆସନ୍ତୁ ଆଜ୍ଞା, ନମସ୍କାର। ନମସ୍କାର। ତେବେ ପ୍ରଥମେ ଆପଣ କହିବେ ଯେ ଆଜି ସାରା ଭାରତ ବର୍ଷରେ ଏବଂ ଆମ ଅଗ୍ନିଶମ ବିଭାଗ ତରଫରୁ ଅଗ୍ନିଶମ ଦିବସ ପାଳନ କରାଯାଉଛି। ଦେଖନ୍ତୁ, ଏପ୍ରିଲ 14 ତାରିଖକୁ ଆମେ ଅଗ୍ନିଶମ ସେବା ଦିବସ ଭାବେ ପାଳନ କରୁଛୁ। ଆଜ୍ଞା। ଏ ଦିବସର ମୂଳ ଲକ୍ଷ୍ୟ ହେଲା 1944 ମସିହା ଏପ୍ରିଲ 14 ତାରିଖ ଦିନ 12ଟା ସମୟରେ ବମ୍ବେ ପୋର୍ଟ ୟାର୍ଡରେ ଫୋର୍ଟ ଷ୍ଟିକାଇନ୍ ନାମକ ଗୋଟେ ପଣ୍ୟବାହୀ ଜାହାଜ ଛିଡ଼ା ହେଇଥିବା ଅବସ୍ଥାରେ ଗୋଟେ ବିଡି ସିଗାରେଟ୍ ଏଣ୍ଡରୁ ନିଆଁ ଲାଗିଥିଲା, ଯେଉଁଥିରେ କି କଟନ ଥିଲା ଏବଂ କିଛି ବାରୁଦ ବି ଥିଲା ଏବଂ ଅନ୍ୟ ତା ସହିତ କିଛି ପଣ୍ୟ ସାମଗ୍ରୀ ଥିଲା। ଏବଂ ସେତେବେଳେ ସେ ଯେଉଁ ନିଆଁ, ସେଥିରେ ବମ୍ବେ ପୋର୍ଟ ୟାର୍ଡ ଏବଂ ମୁମ୍ବାଇ ଫାୟାର ସର୍ଭିସ, ଏବେ ଯେଉଁ ମୁମ୍ବାଇ ହେଇଯାଇଛି ବମ୍ବେ ଫାୟାର ସର୍ଭିସର ପ୍ରାୟ 600ଟି ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ଏବଂ ସେ ସମୟର ସେଇ ଯେଉଁ ଭୟାବହତା ଯେତେ ଥିଲା ଏବଂ ତା ପାଖରେ ଯେତେ ଗୁଡ଼ିଏ ଯୁଦ୍ଧ ଜାହାଜ ଥିଲା, ଅନ୍ୟ ପଣ୍ୟବାହୀ ଜାହାଜ ଥିଲା, ସେଥିରେ ସବୁଗୁଡ଼ାକରେ ନିଆଁ ଲାଗିଥିଲା। ଏବଂ ସେଇ ଦିନଟିକୁ ଆମେ ମନେ ରଖିବା ପାଇଁ ସାଧାରଣତଃ ଏପ୍ରିଲ 14 ତାରିଖକୁ ଆମେ ଶହୀଦ ଦିବସ ପାଳନ କରୁ ଏବଂ ସେଇ ଦିବସଟିକୁ ଆମେ ଅଗ୍ନିଶମ ସେବା ଦିବସ ରୂପେ ପାଳନ କରି ଆସୁଛୁ। ତେବେ କୋଉ କୋଉ ଅସାବଧାନତା ସେଭଳି ରହିଛି ଯୋଉଥିପାଇଁ ଆମର ଅଗ୍ନିକାଣ୍ଡ ଘଟୁଛି, ସେ ବିଷୟରେ ଟିକେ ଆଲୋକପାତ କରିବେ? ଅଗ୍ନିକାଣ୍ଡ ଗୁଡ଼ିକ ସାଧାରଣତଃ ଘଟୁଛି, ଆମେ ତାକୁ ଆନାଲିସିସ୍ କରୁଛୁ ଏବଂ ପରିସଂଖ୍ୟାନରୁ ଜଣାଯାଉଛି ଯେ ସହରରେ ଯେଉଁ ଅଗ୍ନିକାଣ୍ଡ ଘଟୁଛି ସାଧାରଣତଃ ଏଲପିଜି ଲିକେଜ୍ ଅର ଇଲେକ୍ଟ୍ରିକ୍ ସର୍ଟ ସର୍କିଟ୍ କିମ୍ବା ଗାର୍ବେଜରେ ଯେଉଁ ୟାର୍ଡରେ ନିଆଁ ଲାଗୁଛି ଏବଂ ଯାହା ଆସ୍ତେ 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 ବଢ଼ିକରି ଏକ ବଡ଼ ରୂପ ଧାରଣ କରୁଛି। ଏବଂ ଗ୍ରାମାଞ୍ଚଳରେ ଯେଉଁ ନିଆଁ ଗୁଡ଼ିକ ଲାଗୁଛି, ଆମର ଥ୍ୟାଚେଡ୍ ହାଉସ୍ରେ ଲାଗୁଛି ବା ପାଳଗଦାର, ନଡ଼ାଗଦା, ଧାନଗଦାରେ ଲାଗୁଛି, ସେଗୁଡ଼ିକ ବେଳେବେଳେ ଖୋଲା ଡିବି ନେକେଡ୍ ଲାଇଟ୍ ସେଥିରୁ ଲାଗୁଛି। ଏବଂ ଆପଣଙ୍କର ରୋଷେଇ ପରେ ଯେଉଁ ଆମେ ପାଉଁଶ ଚୁଲିରୁ ବାହାର କରିକି ପାଉଁଶ ଖତ ଗଦାରେ ପକାଉଛୁ, ସେଥିରୁ ବେଳେବେଳେ ନିଆଁ ବ୍ୟାପିଥାଏ। ଗୁହାଳରେ ମଶା ଧୂଆଁ ଦେଇଛେ, ଛେଳି ମେଣ୍ଢା ରଖୁଛେ ବା ଗାଈ ଗୋରୁ ରଖୁଛେ, ସେମାନଙ୍କୁ ରକ୍ଷା କରିବା ପାଇଁ ମଶା ଧରୁ, ସିଏ ବେଳେବେଳେ ସେଥିରୁ ଅଗ୍ନିକାଣ୍ଡ ଘଟିଥାଏ। ପାଳଗଦା ଯେଉଁ ରଖୁଛେ ଆମେ ସାଧାରଣତଃ ମଫସଲରେ, ସେଗୁଡ଼ିକରୁ ବେଳେବେଳେ ସ୍ପଣ୍ଟାନିୟସ୍ ଫାୟାର ବି ହେଇଥାଏ, ଖରାଦିନରେ ଘଟିଥାଏ। ଏବଂ ଲୋକମାନେ ବି କହନ୍ତି ନା ଏଇଟାକ କିଏ ଲଗେଇ ଦେଇଛି ବା ଭୌତିକ ଅଗ୍ନିକାଣ୍ଡ, କିନ୍ତୁ ତା ସ୍ପଣ୍ଟାନିୟସ୍ ଭାବରେ ଲାଗିଥାଏ। ତେଣୁ ଆମେ ଯଦି ଏଇ ଯେଉଁ କାରଣ ଗୁଡ଼ିକ ଆମେ ଜାଣିବା ଏବଂ ସେଥିପ୍ରତି ଯଦି ସଚେତନ ରହିବା, ତାହେଲେ ଆମେ ନିଶ୍ଚିତ ଭାବେ ବଡ଼ ବଡ଼ ଅଗ୍ନିକାଣ୍ଡରୁ ଆମେ ନିଜକୁ, ଆମର ନିଜ ଧନ ସମ୍ପତ୍ତି ରକ୍ଷା କରିବା। ଆମେ ଯଦି ସାବଧାନ ହେବା ବା ସତର୍କ ହେବା, ସଚେତନ ହେବା, ତାହେଲେ ଏ ଯେଉଁ ଅଗ୍ନିକାଣ୍ଡ ଘଟୁଛି ସେଟାକୁ ନିବୃତ୍ତ କରିପାରିବା। ୟା ପାଇଁ ସ୍ୱତନ୍ତ୍ର ଭାବରେ ଆମର ଯେଉଁମାନେ ସବୁ ଅଗ୍ନିକ ରହିଲେ ସେମାନଙ୍କୁ କିଛି ତାଲିମ ଶିଳ ବ୍ୟବସ୍ଥା ଅଛି କି? ରାଜ୍ୟ ଅଗ୍ନିଶମ ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ଆମର ଅଛି ଭୁବନେଶ୍ୱର ବରମୁଣ୍ଡାରେ ଅଛି, ଯେଉଁଠିକି ଆଗ୍ନିକମାନେ ଆମର ସେଠି 9 ମାସ ବେସିକ୍ କୋର୍ସ ନିଅନ୍ତି ଏବଂ ଆମର ଯେତିକି ଆଗ୍ନିକ, ମୁଖ୍ୟ ଆଗ୍ନିକ, ଡ୍ରାଇଭର ଏବଂ ଅଫିସର୍ସ ମାନେ ସମସ୍ତଙ୍କୁ ସେଠି ଆମର ସେ ଯେଉଁ ପ୍ରଶିକ୍ଷଣ ଅନୁଷ୍ଠାନ ହେଇଛି ସେଟା ହେଉଛି ଆଫିଲେଟେଡ୍ ବାଇ ଦି କେବଳ ଓଡ଼ିଶା ସରକାରଙ୍କ ନୁହେଁ, ଆମର ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା ବି ସ୍ୱୀକୃତି ପ୍ରାପ୍ତ ହେଇଛି। ଏବଂ କେବଳ ଓଡ଼ିଶାର କର୍ମଚାରୀ, ଆମର ସାଧାରଣତଃ ଯେଉଁମାନେ ପ୍ରଥମେ ଚାକିରି ଇଣ୍ଡକ୍ଟ ହୁଅନ୍ତି ସେମାନଙ୍କୁ କେବଳ ଟ୍ରେନିଂ ଦିଆଯାଉନି ଏବଂ ଆମର ବାହାରର ଲୋକମାନେ ବି ଆସିକରି, ବିଭିନ୍ନ ରାଜ୍ୟର ଲୋକମାନେ ବି ଆସିକି ସେଠି ଆମର ଟ୍ରେନିଂ ନେଉଛି। ତାହା ନିଶ୍ଚିତ ଆମର ଏଇ ଯେଉଁ ଓଡ଼ିଶାରେ ଏଟାକୁ ଆମେ ଏକ ରିଜନାଲ ଟ୍ରେନିଂ ସେଣ୍ଟର ଭାବେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ସ୍ୱୀକୃତି ପ୍ରଦାନ କରିଛନ୍ତି। ଏବଂ ଆମର ସେଠି ସମସ୍ତ ପ୍ରକାର ଟାୱାର ଅଛି, ଯେଉଁଟା ଆମେ ଯଦି ଉଚ୍ଚ ଅଟ୍ଟାଳିକାରେ ନିଆଁ ଲାଗିଲା କେମିତି ରେସ୍କ୍ୟୁ କରିବୁ, କେମିତି ସେଠୁ ଆମେ ନିଆଁ ଲିଭେଇବୁ, ତାର ପ୍ରଶିକ୍ଷଣ ପାଇଁ ଆମର ସେଠି ଡ୍ରିଲ୍ ଟାୱାର ଅଛି। ବିଏ କମ୍ପ୍ଲେକ୍ସ ଅଛି, ଯେଉଁଠି ଯଦି ଅଧିକା ଧୂଆଁ ହେଇଯାଏ ତାହେଲେ ଆମେ ବ୍ରିଦିଂ ଆପରେଟର ସେଟ୍ ପିନ୍ଧିକିରି କେମିତି ସେମାନଙ୍କୁ ବାହାର କରିବୁ, ସେ ପ୍ରକାର ପାଇଁ ସେଠି ଆମର ଟନେଲ ଅଛି ଏବଂ ସେଠି ବିଲ୍ଡିଂ ଅଛି। ତା ସହିତ ଆମର ଯେତେ ଅତ୍ୟାଧୁନିକ ଆଜିକାଲି ଯନ୍ତ୍ରପାତି ଆପଣଙ୍କର ବାହାରିଲାଣି, ସେଗୁଡ଼ିକ ଆମେ ଟ୍ରେନିଂ ଦେଉଛୁ ଆମ କର୍ମଚାରୀମାନଙ୍କୁ
को ट्रेनिंग दौचु और जेकोसी प्रकार आपातकालीन आपंकर ओडिशा फायर सर्विस ऑलरेडी बीन डिक्लेयर्ड एज द फायर एंड इमरजेंसी सर्विस केवल खाली निया लिभारे बर्तमान फायर सर्विस सीमित नुहे आपंकर कोठी के बुड़ी गला ताले कोठी रोड एक्सीडेंट हैला जेकोसी प्रकार आपातकालीन परिस्थिति रे जनसाधारण को सेवा जोगै देबा पई ओडिशा अग्निशम सेवा संस्थार कर्मचारी माने ट्रेंड रोचंती ट्रेनिंग दिया जाउछि तेबे धरंतु कोन जगह अग्निकांड घटिला से समय आपण जनसाधारण कौन सहयोग कामना करेंगे आपण जदि कौन जगह अग्निकांड घटुची आम मात्र 4 जन अग्निक एवं जड़े मुख्य अग्निक जड़े चालक और जड़े अफिसर को देकी पठाऊँ और पर्याप्त नुहे कारण आपंकर से हे तो कौटी गोटे घर निया लगी हाँ मैंने निया लिखी पलि आसवे पर्टिकुलाली आजिकल पानी असुविधा बहुत घटू साधारणतः टाउन में आमकर अल्प पानी नहीं गले आम गाड़ी में जी पानी रोचे आम से हार्डली 3000 लिटर पानी रोचे 5000 लिटर पानी रोचे सी मात्र 5 मिनिट 10 मिनिट भितर से पानी सरी जाए किंतु मफसल कौन हुए ना आपंकर कंटिन्यूअसली घंटा घंटा धरिक गोटे गाँव में एगार दिन निया लगे 150 200 300 घरे भी निया लगी था 2 दिन 1.5 दिन 3 दिन काम कर पड़े तेणु से गोटे फायर ब्रिगेड नुहे 3टा 4टा 5टा फायर ब्रिगेड को नियोजित तेणु से आम जनसाधारण साहाय्य निहाती आवश्यक कारण 4टा लोक जाकि आपंकर काम करेंगे तेणु जनसाधारण जिते संभव जनसाधारण जदि आम अग्निक मान आमर कर्मचारी मानक साहाय्य करेंगे और सहयोग करेंगे ताले आम जिते बड़ अग्निकांड घटू जिते बड़ विपद घटू आम तार निश्चित भाव सफल मुकाबला कर जहाँ श्रीयुक्त सेठी श्रोताबंधु मान तरफ आपको अशेष अशेष धन्यवाद नमस्कार शुणिल अग्निशम सेवा संपर्क रे हमर महाशय केते बढ़िया भाव रे कथा हेले अपा बैठक घर पणा संक्रांति हनुमान जयंती ओडिया नववर्ष पुणी अग्निशम सेवा दिवस संध्या बेल बैठक घर एडे बड़ दिनटिए बसिकी भजनटिए शुणिबा तापरे कथा हबा राम दूत राम भक्त राम मोहन राम धन राम जन राम रतन राम दूत राम भक्त राम मोहन राम धन राम जन राम रतन जय हनुमान अंजना सुत जाने नाम तुम बंदना गीत आरती 40 दूर मु पापरे रत्नाकर मु पापरे रत्नाकर मु पापरे रत्नाकर मु पापरे रत्नाकर रामदूत राम भक्त राम मोहन राम धन राम जन राम रतन रामदूत राम भक्त राम मोहन राम धन राम जन राम रतन सीना राममय मुझे मरा मरामय राम नाम अमृतरु मोते खाली टोपे दिया तुम्हें सीना राममय मुझे मरा मरामय राम नाम अमृतरु मोते खाली टोपे दिया हाथ जोड़ुची पादे पड़ुची हाथ जोड़ुची पादे पड़ुची बजरंगी हे उद्धार कर मु पापरे रत्नाकर मु पापरे रत्नाकर मु पापरे रत्नाकर मु पापरे रत्नाकर रामदूत राम भक्त राम मोहन राम धन राम जन राम रतन रामदूत राम भक्त राम मोहन राम धन राम जन राम रतन रामचंद्र पाद धूली पाषाणी को जेऊ परी तुम पाद सिंदूर जे मो मथा को सेही परी रामचंद्र पाद धूली पाषाणी को जेऊ परी तुम पाद सिंदूर जे मो मथा को सेही परी तुम सिंदूर करू उद्धार तुम सिंदूर करू उद्धार
ପାପରେ ରତ୍ନାକର ମୁଁ ପାପରେ ରତ୍ନାକର। ये जे मापा ହଁ एडे सुंदर भजन तमे गोटे शुणेल जे मन कन्न पवित्र हेगला आ आम परिवेशटा भी भक्तिमय हेगला। ହଉ ତା ଭିତରେ ମୁଁ ପଣା ପିଇ ସାରିଲିନି ଭାରି ବଢିଆ ହେଇଛି पेट टाणिब आम श्रोता बंधु माने आम कथा शुणुचंती तांकु पणा न देकी तमे एकुटिया केते स्वार्थपर जे मापा कियो तमे पी पकेला सबु। ନା ନା ତମ ପାଇଁ ବି ରଖିଛି ମୁଁ ଯୋଉ ଆଣିଥିଲି ତମ ପାଇଁ ରଖିଛି ତମେ ଯୋଉ ମୋ ପାଇଁ ଆଣିଥିଲ ମୁଁ ସେଇଆକୁ ପିଇଛି। ଆମ ଶ୍ରୋତା ବନ୍ଧୁ ମାନେ ଆଜି ବହୁତ ପିଇଥିବେ ମ ନିଜ ଘରେ ବେଲ ନିଜ ଘରେ ଗାଈ ନିଜ ବାଡିରେ ତ ନଡିଆ ସମସ୍ତେ କରିକି ଆଜି ପିଇଥିବେ ମୋ କଥା ବି ଶୁଣୁଥିବେ। ଆଉ जेमा पाती आज एमती थट्टा मजा कथा होउथबा ना नाई पेट पाटना आडू को टिके जिबा। काली जो कथा आइथले हमें मंदिर रे देखा आइथले तमे कोन जो तम स्वयं सहायक गोष्ठी सब कोन एथरक माछो चाष करिच आ कोन कथा होतले मु भलरे सुनी पान नथिली कोन जाळ समस्या तमर देखा देइची काली टिके मु कान रे बाजी थिला। ହେଲେ ଅପା ମାଛ କଥା ଆଜି ହେଇ ନଥାନ୍ତି ଆଜି ସଂକ୍ରାନ୍ତି ଓଷା କରିଛି ଆମେ ଚାଷୀବନ୍ଦୀ ଲୋକ ବୈଠକ ଘର ମାଛ କଥା ଶୁଣିବା ନା ନାଇଁ। ମାଛ କଥା ଶୁଣିବା କଣ ଖରାପ? ନା ଆମ ଖରାପ କାହିଁକି ଆମେ ଚାଷୀବନ୍ଦୀ ଲୋକ ଆମ ପାଇଁ ସବୁ ଶୁଭଙ୍କର। ହେଲେ ଭଲ କଥାଟିଏ ମ କି କଥା କେମିତି କଣ ସେ ମାଛ ଜାଆଁଳ ଉତ୍ପାଦନ କରୁଛନ୍ତି କେମିତି କଣ ତାକୁ ବିକ୍ରି ବଟା କରୁଛନ୍ତି ସେ ପୁଣି ଜଣେ ଟ୍ରେନର ତାଲିମ ଦଉଛନ୍ତି ବା। ତମ ପାଟରୁ କଥା ସରିଛି କି ନାଇଁ ଆସିକିରି ଆମର ସେ ଯୋଉ କହୁଥିଲା ଭାଇ ଆସିକି ପହଞ୍ଚି ଗଲେଣି ସେ କିଏ ବା? ଭାଇ ହଉଛନ୍ତି ମନୋରଞ୍ଜନ ବେହେରା ଆଉ ସିଏ ହେଇ ଆସିକି ପହଞ୍ଚି ଗଲେଣି ମୁଁ ତାଙ୍କ ସାଙ୍ଗରେ କଥା ହଉଛି। ସେ ଜଣେ ଟ୍ରେନର ଆମର ମୁଣ୍ଡା ଜାଆଁଳ କେମିତି ଚାଷ କରିବ କେମିତି ପୋଖରୀ ଖୋଳିବ ତାକୁ କେମିତି କଣ ବିକ୍ରି ବଟା କରିବ ତା ସହିତ ସାରା ଓଡିଶାରେ କେମିତି କଣ ଟ୍ରେନିଂ ନଉଛନ୍ତି ତାଙ୍କର ପାଖରୁ ଆଉ ସିଏ ତ କହିବେ ଆମେ ଶୁଣିବା ଆଉ। ହଉ ଠିକ ଅଛି ତମେ କଥା ହୁଅ ମୁଁ ଏଠି ବସି ଶୁଣିବି। ହଉ ତାହେଲେ ଆଲୋଚନାର ବିଷୟ ରହିଛି ଲାଭଜନକ ମୁଣ୍ଡା ଜାଆଁଳ ଚାଷ। ଏ ସମ୍ପର୍କରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ମନୋରଞ୍ଜନ ବେହେରା ଯିଏକି ଜଣେ ଟ୍ରେନର ଯୋଉମାନେ ତାଲିମ ଦିଅନ୍ତି ଆମର ମାଛ ଚାଷ ପାଇଁ ବା ମୁଣ୍ଡା ଜାଆଁଳ ଚାଷ ପାଇଁ। ଆସନ୍ତୁ ମନୋରଞ୍ଜନ ବାବୁ ଆପଣଙ୍କୁ ସ୍ୱାଗତ କରୁଛୁ ଆମର କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର। ନମସ୍କାର। ଆପଣ ଆମ କୃଷି ସଂସାର କାର୍ଯ୍ୟକ୍ରମକୁ ଆସିଛନ୍ତି ଲାଭଜନକ ମୁଣ୍ଡା ଜାଆଁଳ ଚାଷ ବିଷୟରେ ଆମର ଶ୍ରୋତା ବନ୍ଧୁ ମାନଙ୍କୁ ବା ଚାଷୀ ଭାଇ ଭଉଣୀ ମାନଙ୍କୁ ଟ୍ରେନର ହିସାବରେ ଆପଣ କିଛି କହିବେ ଆମର ଶ୍ରୋତା ବନ୍ଧୁ ମାନେ ଶୁଣିବେ ସେ ବିଷୟରେ ତ କଥା ହେବା। ତା ପୂର୍ବରୁ ଟିକେ ଜାଣିବା ପାଇଁ ଚାହିଁବୁ ଆପଣଙ୍କ ବିଷୟରେ ଆପଣ ଏଇ ମୁଣ୍ଡା ଜାଆଁଳ ଚାଷ କରିବା ପାଇଁ ପ୍ରଥମେ କାହିଁକି ମନ ବଳେଇଲେ? ଦେଖ ମାଛ ଚାଷ ଠାରୁ ଜାଆଁଳ ପ୍ରଡକ୍ସନ ବା ଜାଆଁଳ ବିକ୍ରି ବହୁତ ଲାଭଦାୟକ। କାରଣ ଯଦି ଆପଣ 10 ଡିସମିଲରେ ଏକ ଜାଆଁଳ ପୋଖରୀଟେ କରୁଛନ୍ତି ବର୍ଷକୁ ସେ 10 ଡିସମିଲ ଉପରେ ଆପଣ 80,000 ଟଙ୍କା ଇନକମ୍ କରିପାରିବେ। ଖର୍ଚ୍ଚ ଯାଇ ଆପଣ 60,000 ଟଙ୍କା ଲାଭ ରହିବ। ଆପଣ ଜଣେ ଟ୍ରେନର ହିସାବରେ ବର୍ତ୍ତମାନ ତ ସମସ୍ତଙ୍କୁ ଟ୍ରେନିଂ ଦଉଛନ୍ତି ଆପଣଙ୍କ ପାଖରେ କେତେ ପିଲା କାମ କରୁଛନ୍ତି ଆପଣ କେତେ ଅଞ୍ଚଳରେ ପୋଖରୀ କରିଛନ୍ତି କେତେ ସେଠି ମାଛ ଛାଡ଼ିଛନ୍ତି ସେ ବିଷୟ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ କୁହନ୍ତୁ। ମୋର 3 ଏକର ଜମିରେ ଇଣ୍ଟିଗ୍ରେଟେଡ୍ ଫାର୍ମ ହାଉସ୍ ଅଛି ଯେଉଁଥିରେ କି ଆମର ନିଜସ୍ୱ ଆମର ପରିବାରର ସଦସ୍ୟ ବାହାର କାହାକୁ ମୁଁ ଚାକିରି ଦେଇନାହିଁ କିନ୍ତୁ ନିଜ ପରିବାରରେ ଲୋକଙ୍କୁ ମୁଁ ନିଯୁକ୍ତି ଦେଇଛି। ଆପଣଙ୍କର ପରିବାର କେତେ ଜଣ ଅଛନ୍ତି? କି ମୋର ଜେଜେ ଅଛନ୍ତି ଆଉ ମୋ ଜେଜେଙ୍କର ତାଙ୍କର 3 ପୁଅ ଯେଉଁଟାକି ମୋ ବାପା ଦାଦା ଆଉ ସାନ ବାପା ସମସ୍ତେ ସାଙ୍ଗରେ ଅଛୁ। ତାମାନେ ଆପଣ ଜଣେ ଯୌଥ ପରିବାରରୁ ଆସିଛନ୍ତି। ଆଜ୍ଞା। ତାମାନେ ଆପଣଙ୍କର ଭାଇ ଦାଦା ଆପଣଙ୍କୁ ସାହାଯ୍ୟ କରୁଛନ୍ତି ଆଉ କଣ ସବୁ ସେଠି ଶିକ୍ଷା ଦଉଛନ୍ତି କୁହନ୍ତୁ। ଶିକ୍ଷା ତ ମୁଁ ଖାଲି ଗାଁର ନୁହେଁ ଓଡ଼ିଶାରେ ସବୁ ଜିଲ୍ଲାରେ ମୁଁ ମାନେ ଯୋଉ ଆରସେଟି ଆରେ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ସଂସ୍ଥାନ ଗ୍ରାମୀଣ ବେକାର ଯୁବକ ଯୁବତୀ ମାନଙ୍କୁ ଆମେ ପ୍ରଶିକ୍ଷିତ କରେଇ ଚାଷ ମାଧ୍ୟମରେ ତାଙ୍କୁ ସ୍ୱରୋଜଗାର କରଉଛୁ। ଏମିତିକି 30ଟା ଜିଲ୍ଲାରେ ମୋର ଏବେ ପାଖାପାଖି 1000ରୁ 2000 ପାଖାପାଖି ପିଲା ସେଟଲମେଣ୍ଟ ଅଛନ୍ତି ମାଛ ଆଉ ଛତୁ ଚାଷରେ। ଏଇ ମୁଣ୍ଡା ଜାଆଁଳ ଆପଣ ବର୍ତ୍ତମାନ କେତେ ପୋଖରୀରେ ଚାଷ କରୁଛନ୍ତି ଆପଣଙ୍କ ଘରେ? ଆମର 1/2 ଏକର ଜମିରେ ଜାଆଁଳ ଚାଷ ହଉଛି ଯୋଉଟାକି ମୁଣ୍ଡା ଜାଆଁଳ। ମୁଣ୍ଡା ଜାଆଁଳଟା ବହୁତ ଲାଭଦାୟକ ମାଛ ଚାଷ ପାଇଁ। କାରଣ ମୁଣ୍ଡା ଜାଆଁଳ ଚାଷ କଲେ ଆମେ ଅଳ୍ପ ଦିନରେ ଆମେ ମାଛଟାକୁ ଗ୍ରୋଥ କରେଇ ପାରିବା। ସାଧାରଣତଃ ଆମେ କୋଉ ମାସରେ ମାଛ ଛାଡ଼ିଲେ ମାଛ ଭଲ ବଢିବେ ସେଇ ମୁଣ୍ଡା ଜାଆଁଳ ସେଟା ଟିକେ କୁହନ୍ତୁ। ମୁଣ୍ଡା ଜାଆଁଳ ତ ଆମେ ଯେତେବେଳେ ପ୍ରସ୍ତୁତ କରିବା ପୋଖରୀ ପ୍ରସ୍ତୁତ ଆପଣ ମେ ଜୁନରେ ଆମେ ପୋଖରୀ ଖୋଳିବା। ଗୋଟେ ଚାଷୀ ଭାଇ ପାଖରେ 1 ଏକର ମାଛ ଚାଷ ପୋଖରୀ ପାଇଁ ମିନିମମ୍ 10 ଡିସମିଲ ଏକ ଜାଆଁଳ ପୋଖରୀ ରହିବା ନିହାତି ଦରକାର। କାରଣ ଜାଆଁଳ ଯେତେବେଳେ ଆବଶ୍ୟକ ହବ ତା ନିଜ ପାଖରେ ଜାଆଁଳ ଥିଲେ ସିଏ ଆଉ କୁଆଡେ ଯିବ ନାହିଁ। ସେଇଠୁ ହିଁ ସବୁ ଜାଆଁଳ ସେ ପାଇପାରିବ ଆଉ ସମସ୍ୟା ସେ
ଫେସ୍ କରିବ ନାହିଁ। ଯୋଉ ବାହାରୁ ଜାଆଁଳ କିଣିକି ଯୋଉ ସମସ୍ୟା ସୃଷ୍ଟି ହଉଥିଲା କି ମାଛ ଜାଆଁଳ ବଢୁନଥିଲେ, ସେଟା ନିଜ ଜାଆଁଳ ସେ ଜାଣିଛି ଏଟା କି ଭଲ, ସିଏ ଖାଦ୍ୟପେୟ ଦେଇକି ସେ ମାଛ ଜାଆଁଳଟାକୁ ସିଏ ତିଆରି କରିଛି। 10 ଡିସମିଲ ଜାଆଁଳ ପୋଖରୀ ପାଇଁ ପ୍ରଥମେ ଆମେ କ'ଣ କରିବା ନା, ମେ ଜୁନ ମାସରେ ଆମେ ତାକୁ ପୋଖରୀର ତଳଟାକୁ 3 ରୁ 4 ଓଡ଼ ହଳ କରିଦେବା। ଗୋଟେ ସପ୍ତାହ ପର୍ଯ୍ୟନ୍ତ ଆମେ ତାକୁ ଖରା ଖାଇବା ପାଇଁ ଦେଇଦେବା। ମାଟି ତଳଟା ଖରା ଖାଇଲେ ମାଟିରେ ଯୋଉ ଏମୋନିଆ ଗ୍ୟାସ୍, ଅନ୍ୟାନ୍ୟ ବିଷାକ୍ତ ଗ୍ୟାସ୍ ଯୋଉଟାକି ମାଛମାନଙ୍କ ପାଇଁ କ୍ଷତିକାରକ, ଆଜ୍ଞା। ସେଇ ଗ୍ୟାସ୍ଟା ଖରାରେ ଉଡ଼ି ଯାଇଥାଏ। ତାମାନେ ଆମେ ସାଧାରଣତଃ କେତେ ଖାଲ କଲେ ପୋଖରୀଟା ଠିକ୍ ଠାକ୍ ଆସିବ? ଆପଣଙ୍କର 1.5 ମିଟରରୁ 2 ମିଟର ଡିପ୍ ହେବା ଦରକାର। ଆଉ ସେଥିରେ ପାଣି ସର୍ବନିମ୍ନ 4 ଫୁଟ ଗଭୀର ଭିତରେ ରହିବା ଦରକାର, ସର୍ବାଧିକ 5 ଫୁଟ ହେଲେ ମାଛ ଜାଆଁଳ ଭଲ ବଢ଼ିବେ। ଆଉ 10 ଡିସମିଲ ଆପଣଙ୍କର ଜାଆଁଳ ପୋଖରୀ ପାଇଁ ମୁଣ୍ଡା ଜାଆଁଳ କରିବାକୁ ହେଲେ ଆପଣଙ୍କୁ ଧାନି ଜାଆଁଳ 20,000 ଛାଡ଼ିବାକୁ, ସେଥିରେ କଟି କାଟିକି ଆପଣଙ୍କର 10,000 ରୁ 12,000 ଜାଆଁଳ ଉତ୍ପାଦନ ହେଇପାରିବ। ଆପଣଙ୍କର 7 ରୁ 10,000 ଯଦି ଜାଆଁଳ ରହିଲେ ଆପଣଙ୍କର ୱେଟ୍ର 2 କୁଇଣ୍ଟାଲ ପାଖାପାଖି ହେଇଯିବ। 2 କୁଇଣ୍ଟାଲ ରୁ 2.5 କୁଇଣ୍ଟାଲ ପର୍ଯ୍ୟନ୍ତ ଅମଳ ଆସିବ, ଯୋଉଟାକି ଆଜିକା ମାର୍କେଟର ରେଟ୍ ହେଉଛି ଆପଣଙ୍କର 40,000। 40,000 ମାନେ ଗୋଟେ କ୍ରପ୍ 6 ମାସକୁ ଧରିବା, 6 ମାସ ଆଉ 6 ମାସରେ ଆଉ ଗୋଟେ କ୍ରପ୍ ଅମଳ କରିପାରିବା। ମୁଣ୍ଡା ଜାଆଁଳ କ'ଣ, ଆଉ ମୁଣ୍ଡା ଜାଆଁଳ କେମିତି କ'ଣ ଚାଷ କରିବା, ସେ କେମିତି କ'ଣ ସୃଷ୍ଟି ହେଉଛନ୍ତି, ସେ ବିଷୟ ଟିକେ ପରାମର୍ଶ ଦିଅନ୍ତୁ। ଆମର ଶ୍ରୋତା ଭାଇ ଭଉଣୀମାନେ ବା ଆମର ମାଛ ଚାଷୀ ଭାଇ ଭଉଣୀମାନେ ଚାହିଁକି ବସିଥିବେ। ମନୋରଞ୍ଜନ ଭାଇ କେମିତି କ'ଣ ମୁଣ୍ଡା ଜାଆଁଳ ବିଷୟରେ କହିବେ, ଆଉ ମୁଣ୍ଡା ଜାଆଁଳ କ'ଣ ସେ ବିଷୟ ଟିକେ ପରାମର୍ଶ ଦିଅନ୍ତୁ। ମାଛ ଏମିତି ଏକ ପ୍ରାଣୀ ଯାହା ଅପପୃଷ୍ଟି ବା ଖାଦ୍ୟ ଅଭାବ ଜନିତ ପରିବେଶରେ ବଢ଼ି ନପାରି ଗେଡ଼ା ବା ମୁଣ୍ଡା ହୋଇ ରୁହନ୍ତି, ଏହାକୁ ମୁଣ୍ଡା ଜାଆଁଳ କୁହାଯାଏ। ମୁଣ୍ଡା ଜାଆଁଳ ପ୍ରସ୍ତୁତ ପାଇଁ ଆମକୁ ଧାନି ଜାଆଁଳ ଛାଡ଼ିବାକୁ ହେବ। ଧାନି ଜାଆଁଳ 1 ମାସ ବୟସର ଧାନି ଜାଆଁଳ ଛାଡ଼ି ଆମେ 3 ମାସ ପର୍ଯ୍ୟନ୍ତ ଫିଙ୍ଗରଲିଙ୍ଗ ଉତ୍ପାଦନ କରିବାକୁ ହେବ। ଫିଙ୍ଗରଲିଙ୍ଗ ଯେତେବେଳେ ଉତ୍ପାଦନ କରିବା, ଫିଙ୍ଗରଲିଙ୍ଗ ଉପରେ ବା ଅଙ୍ଗୁଳିକା ଜାଆଁଳ ଉପରେ କୌଣସି କମ୍ପ୍ରମାଇଜ ନାହିଁ ଖାଦ୍ୟପେୟରେ, ସେ ପ୍ରାକୃତିକ ଖାଦ୍ୟ ଖାଇ ସେମାନେ ବଢ଼ିଥାନ୍ତି। ଯେତେବେଳେ ଆମର 3 ମାସ ପରେ ମାନେ 4 ମାସ ଜଷ୍ଟ ଆରମ୍ଭ ହେଲେ ଆମେ ତାକୁ ଷ୍ଟଣ୍ଟିଂ କରନ୍ତି। ଷ୍ଟଣ୍ଟିଂ ମାନେ କ'ଣ, ପ୍ରାକୃତିକ ଖାଦ୍ୟ ସହିତ ଆପଣଙ୍କର କିଛି କୃତ୍ରିମ ବା ପରିପୂରକ ଖାଦ୍ୟ ସେମାନଙ୍କୁ ପରିବେଷଣ କରିବାକୁ ହେବ। সেই ଖାଦ୍ୟ ଦେଲେ ସେମାନଙ୍କର ଶାରୀରିକ ଅଭିବୃଦ୍ଧି ଅଳ୍ପ ଅଳ୍ପ ହେବ, ବେଶୀ ମାତ୍ରା ଦେବାନି। ମାନେ ତାଙ୍କର ବଡି ୱେଟ୍ର 2%। ଯଦି ଆମେ 1 କୁଇଣ୍ଟାଲ ମାଛ ଛାଡ଼ୁଛନ୍ତି ତାହେଲେ 2 କିଲୋ ଆପଣଙ୍କର ଖାଦ୍ୟପେୟ ପରିବେଷଣ କରିବାକୁ ହେବ ସକାଳେ ଆଉ ସନ୍ଧ୍ୟାବେଳେ। ତା ସହିତ ଭିଟାମିନ୍ ମିନେରାଲ 10 ଗ୍ରାମ, କିଲୋ ପିଛା 10 ଗ୍ରାମ, 2 କିଲୋକୁ 20 ଗ୍ରାମ ଆଡ୍ କରି ତାକୁ ଆମକୁ ପ୍ରତ୍ୟେକ ଦିନ ପରିବେଷଣ କରିବାକୁ ହେବ। ଯଦି ମୁଣ୍ଡା ଜାଆଁଳ ବିକିବାର ଥିବ ଆଗକୁ, ତାହେଲେ ଆମେ ଟିକେ ଭଲ ୱେଟ୍ରେ ଆମେ କରିକି ବିକିବା। ତେଣୁକରି ଆମେ ବାହାରେ ଭଲ ଯେଉଁ ସପ୍ଲିମେଣ୍ଟାରୀ ଫିଡ୍ ମିଳୁଛି 10 ଦିନ ପୂର୍ବରୁ ସେମାନଙ୍କୁ ଖାଇବାକୁ ଦେବାକୁ ହେବ, ଯେଉଁଟାକି ଯେଉଁ ଖାଦ୍ୟରେ ଆପଣଙ୍କର ପ୍ରୋଟିନ୍ 28% ରୁ 30% ଥିବ, ଫ୍ୟାଟ୍ ଆପଣଙ୍କର 5% ରୁ 6% ଥିବ, ଦେଲେ ଆପଣ ସେଇ ଖାଦ୍ୟ ମାଧ୍ୟମରେ ଆପଣ କିଛି ଲାଭବାନ ହେଇପାରିବେ। ବିଶେଷ କରି ଦେଖାଯାଏ ଶୀତ ସିଜନରେ ସେମାନଙ୍କୁ ପିନ୍ ହେଡ୍ ରୋଗ ହୁଏ। ପିନ୍ ହେଡ୍ ମାନେ କ'ଣ, ସେମାନେ ସେଇ 2% ବି ଖାଦ୍ୟ ଗ୍ରହଣ କରନ୍ତି ନାହିଁ, ଯାହାଫଳରେ କି ମୁଣ୍ଡ ବଡ଼ ହେଇଯାଏ ଆଉ ତାଙ୍କର ଶରୀରଟା ସରୁ ହେଇଯାଏ। ସେଥିପାଇଁ ତାଙ୍କର ଶରୀରଟାକୁ ପୂର୍ବ ଅବସ୍ଥାକୁ ଆଣିବା ପାଇଁ ହେଲେ ଭଲ କମ୍ପାନୀର, ନାମୀ ଦାମୀ କମ୍ପାନୀର ସେଇ ଯେଉଁ ଖାଦ୍ୟ ପରିପୂରକ ଖାଦ୍ୟ 10 ଦିନ ପୂର୍ବରୁ ଆପଣଙ୍କୁ ପରିବେଷଣ କରିବାକୁ ହେବ। 10 ଦିନ ପରେ ସେଇଟା ତାଙ୍କର ପୂର୍ବାବସ୍ଥାକୁ ଫେରିବ। ଆଉ ଗୋଟେ କଥା, ଆପଣଙ୍କର ସେଇ ଯେଉଁ ଖାଦ୍ୟପେୟଟା ଶୀତ ସିଜନରେ ଟେମ୍ପରେଚରଟା ଆଫ୍ଟରନୁନ୍ ମାନେ 2ଟା ରୁ 3ଟା ଭିତରେ ଟେମ୍ପରେଚର ଭଲ ଥାଏ, ସେଇ ଟେମ୍ପରେଚରରେ ଆପଣଙ୍କୁ ଖାଦ୍ୟ ପରିବେଷଣ କରିବାକୁ ହୋଇଥାଏ। ଆମେ ବିଶେଷ କରି ମୁଣ୍ଡା ଜାଆଁଳ ଯେତେବେଳେ କରିବା ତାକୁ ପ୍ରାକୃତିକ ଖାଦ୍ୟ ଉପରେ ଆମେ ବେଶୀ ଧ୍ୟାନ ଦେବା। ପ୍ରାକୃତିକ ଖାଦ୍ୟ କ'ଣ, ଆମ 10 ଡିସମିଲ ଜାଗା ଉପରେ ପ୍ରଥମେ ଆମେ କ'ଣ କରିବା, ହଳ କରିକି ଖରା ଖୋଇବାକୁ ଦେଲେ ଗୋଟେ ସପ୍ତାହ, ତାପରେ 4 ଫୁଟ ପର୍ଯ୍ୟନ୍ତ ଆମେ ପାଣି ଭର୍ତ୍ତି କରିବା। ପାଣି ଭର୍ତ୍ତି ହେଲା ପରେ ଏକରକୁ 100 କିଲୋ ଅକ୍ସାଇଡ୍ ଚୂନ, କାଲସିୟମ ଅକ୍ସାଇଡ୍ ଚୂନ ପ୍ରୟୋଗ କରିବାକୁ ହେବ। ମାନେ ଆମର 10 କିଲୋ ଚୂନ ପ୍ରୟୋଗ କରିବାକୁ ହେବ। ଚୂନ ପ୍ରୟୋଗ ପରେ 10 ଦିନ ପରେ ଆପଣଙ୍କୁ ମେନୋରିଂ କରିବାକୁ ହେବ। ମେନୋରିଂ କ'ଣ ନା, ଆପଣଙ୍କର କଞ୍ଚା ଗୋବର 3 ଝୁଡ଼ି, ପୂର୍ବ ଦିନ ରାତିର ଭିଜା ଯାଇଥିବା ବାଦାମ ପିଡ଼ିଆ 15 କିଲୋ, ସୁପର ସାର 2 କିଲୋ, ଆପଣଙ୍କର ଭିଟାମିନ୍ ମିନେରାଲ 200 ଗ୍ରାମ, ତାକୁ ଏକତ୍ର ଭଲ ଭାବରେ ଚକଡ଼ି ପାଣି କରିକି ତାକୁ ଦ୍ରବଣ ପ୍ରସ୍ତୁତ କରିକି ଆମେ ପୋଖରୀର ସବୁଆଡ଼େ ପକାଇବା। ପକାଇଲା ପରେ ତା ପରଦିନ ସକାଳେ ଆମେ ନେଟିଂ କରିବା। ଯେଉଁ ସନ୍ଧିବଦ୍ଧ ପ୍ରାଣୀ ଆପଣଙ୍କର ବେଙ୍ଗ ଫୁଲା, ଗଡ଼ିଶ, ଚେଙ୍ଗ, ବେଙ୍ଗ, ଅନେକ ମାନେ ଆପଣଙ୍କର ମାଛର ଯେଉଁଟା ଶତ୍ରୁ, ମାଛ ଜାଆଁଳ ଛାଡ଼ିଲା ବେଳକୁ ସେମାନେ ଖାଇ ଦେଉଛନ୍ତି, ସେମାନଙ୍କୁ ନେଟିଂ କରିକି ବାହାର କରିବା।
ବାହାର କଲା ପରେ କିରୋସିନ ତେଲ ତ ଏବେ ମିଳୁନି, କିରୋସିନ ତେଲ ପକାଇଦେଲେ ସେମାନେ ମରିଯାଆନ୍ତି। ଯଦି କିରୋସିନ ତେଲ ନ ମିଳୁଛି ଏବେ କ୍ଲିନର ନାମର ଗୋଟେ ପେଷ୍ଟିସାଇଡ୍ ଆସୁଛି, କ୍ଲିନର, ଆଜ୍ଞା ତାକୁ ପକାଇଦେଲେ ସେ ବିନାଶ ହେଇଯିବ। ନହେଲେ ଯଦି ଆମେ ଆଡ଼ି ସଫା କରି ପକାଇଦେବା ପୁଣି ଡେଇଁ ଡେଇଁ ଆସି ସେଇ ପୋଖରୀରେ ପଡ଼ିବେ। ପଡ଼ିଯିବ। ତେଣୁକରି ପୁଣି ଆମର ଯାହାର ମାନେ ଆମର କିଛି ଫାଇଦା ହେବ ନାହିଁ, ଯୋଉ କଥାକୁ ସେଇ କଥା। ତେଣୁକରି ଆମେ ତାଙ୍କୁ ନିପାତ କରିବାକୁ ହବ। ତାପରେ କ'ଣ କରିବା, ତାକୁ ମାନେ ବାହାର କଲା ପରେ ଆମକୁ 10 ଡିସିମିଲ୍ ଉପରେ ଧାନି ଜାଁଳ 20,000 ଜାଁଳ 48 ଘଣ୍ଟା ପରେ ଆମକୁ ଛାଡ଼ିବାକୁ ହୋଇଥାଏ। ଧାନି ମାନେ ମାନେ ଜଷ୍ଟ ଅଣ୍ଡାରୁ ବାହାରିଲା ପରେ ସେଟା ଗୁଣ୍ଡ ଜାଁଳ, ତାପରେ ଧାନି ବା ଇଞ୍ଚିକିଆ ଜାଁଳ, ତାପରେ ଆସିଯିବ ଫିଙ୍ଗରଲିଂ ଅଙ୍ଗୁଳିକା ଜାଁଳ। ତାପରେ ଫିଙ୍ଗରଲିଂକୁ ଆମେ 3 ମାସ ପର୍ଯ୍ୟନ୍ତ ପାଳନ କରିବା ପ୍ରାକୃତିକ ଖାଦ୍ୟରେ, ଆଉ ତା ସହିତ କୌଣସି ଖାଦ୍ୟର କମ୍ପ୍ରମାଇଜ୍ ନାହିଁ। ତାପରେ ଚତୁର୍ଥ ମାସ ଠାରୁ ଆମେ ତାକୁ ବାହାର ଖାଦ୍ୟ ବା ସପ୍ଲିମେଣ୍ଟାରୀ ଫିଡ୍ ତାର ବଡି ୱେଟ୍ର 200 ଆମକୁ ପ୍ରତ୍ୟେକ ଦିନ ପରିବେଷଣ କରିବାକୁ ହବ। ହେଲା ପରେ ଆମେ ତାକୁ 5 ମାସ କତରୁ ଆମେ ବିକ୍ରି ବଟା ବା ଆମ ପୋଖରୀରେ ୟୁଜ୍ କରିପାରିବା। ଜାଁଳ ପ୍ରଡକ୍ସନଟା ବି ବହୁତ ଲାଭଦାୟକ। ସେଥିପାଇଁ କହିଛି 7 ଗୁଣ୍ଠରୁ କମ ଅଛି ଯେତେ ପୋଖରୀ ଗଡ଼ିଆ ଟୁବ ଧାନି ଛାଡ଼ି ମୁଣ୍ଡା ଜାଁଳ ବିକିଲେ ତହିଁରୁ ମିଳିବ ଲାଭ। ପରିବା ଠାରୁ ପରିବା ଚାରା, ଆଜ୍ଞା ବାଇଗଣ ଠାରୁ ବାଇଗଣ ଚାରା ବିକିବାଟା ବହୁତ ଲାଭ। ଲାଭ। ତେଣୁକରି ସେଇଭଳି ମାଛ ଠାରୁ ମାଛ ଜାଁଳ ବିକିବାଟା ଆହୁରି ଲାଭ। ଆଉ ଗୋଟେ କଥା ଭାଇ, ସାଧାରଣତଃ ମୁଣ୍ଡା ଜାଳ ଆମେ ଚାଷ କରୁଛନ୍ତି, କିଛି ଭାଇ ଆସିଲେ ଆମକୁ ମୁଣ୍ଡା ଜାଳ କିଣିବା ପାଇଁ, ସେମାନେ ନେବେ। ଧର ଆପଣଙ୍କ ପୋଖରୀରେ ଯେମିତି ଭାବରେ ଥିବ, ତାଙ୍କୁ ନେଲା ପରେ ସେ କେମିତି କ'ଣ ସେଥିରେ ଯତ୍ନ ନେବେ? ସେଟା ମୁଣ୍ଡା ଜାଁଳ ଯେହେତୁ ବଡ଼ ଜାଁଳ ହେଇଥିବ, ସେଥିରେ କୌଣସି ପ୍ୟାକିଂର ଆବଶ୍ୟକ ହୁଏନି। ଆଜ୍ଞା। ବଡ଼ ବଡ଼ ହାଣ୍ଡିରେ ବି ଆପଣ ପାଣି ଭର୍ତ୍ତି କରି ଆପଣ ନେଇପାରିବେ। ନେଲା ପରେ ଆପଣ ତାକୁ ପୋଖରୀରେ ଡାଇରେକ୍ଟ ଛାଡ଼ିପାରିବେ। ପୋଖରୀଟା ଆଗରୁ ପ୍ରସ୍ତୁତ କରିବାକୁ ହବ। ଆଉ ଛାଡ଼ିଲା ପରେ କ'ଣ ସେମାନେ ତାଙ୍କର ନେବେ ଯତ୍ନ? ଯେତେବେଳେ ଆମେ ଛାଡ଼ିବା, ପ୍ରଥମେ ସେ ଗୋଟେ ଅଲଗା ଗୋଟେ ପରିବେଶରୁ ଯାଉଛନ୍ତି ଅନ୍ୟ ଏକ ପରିବେଶକୁ। ତେଣୁକରି ତାକୁ ଗୋଟେ ପଲିଥିନ୍ରେ କିଛି କିଛି ଜାଁଳକୁ ନେଇ ସେ ପାଣିରେ ସମ୍ପୂର୍ଣ୍ଣ ଛାଡ଼ିବାନି, ତାକୁ ପାଣିରେ ବୁଡ଼େଇକି ରଖିବା। 15 ମିନିଟ୍ ପରେ ମାନେ ତା ଭିତରେ ପୁରାଇକି ଇଏ ଯେଉଁ ପରିବେଶକୁ ସେ ପରିବେଶ ସହିତ ଖାପ ଖୁଆଇ ଛାଡ଼ିବା। ଆପଣ ଜଣେ ପ୍ରଶିକ୍ଷକ, ଆପଣଙ୍କ ସେ ଅଞ୍ଚଳରେ କେତେ ଆପଣଙ୍କର ଯୁବପିଢ଼ିଙ୍କୁ ଆପଣ ଟ୍ରେନିଂ ଦେଇଛନ୍ତି, ଆଉ ସେମାନେ କେମିତି କ'ଣ ଚାଷବାସ କରି ବା ମୁଣ୍ଡା ଜାଳ ଚାଷ କରି ଲାଭବାନ ହେଉଛନ୍ତି, ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ। ଓଡ଼ିଶା ସାରା ମୁଁ ସବୁଆଡ଼େ ଶିଖେଇଛି। ଆଜ୍ଞା। ତଥାପି ଏଇ ଜାଁଳ ପାଇଁ ମାତ୍ର 2ରୁ 3% ପିଲାମାନେ ସେଟଲମେଣ୍ଟ ହେଇଛନ୍ତି, କିନ୍ତୁ ଅଧିକାଂଶ ଚାଷ ପାଇଁ ସେଟଲମେଣ୍ଟ ହେଇଛନ୍ତି। ଆଜ୍ଞା, ଧୀରେ ଧୀରେ ଅଧିକ ହେବେ। ନିଶ୍ଚିତ ତାଙ୍କୁ ଆମେ ପ୍ରବର୍ତ୍ତାଉଛୁ ଯେ ଜାଁଳ ପ୍ରଡକ୍ସନ ନିଜେ କର, ନିଜେ ଜାଁଳ ପ୍ରଡକ୍ସନ କରି ନିଜ ଚାଷ ଜମିରେ ୟୁଜ୍ କର, ଆଉ ଅନ୍ୟମାନଙ୍କୁ ବିକ। ଯେତେବେଳେ ଆମେ ପୋଖରୀରେ ମୁଣ୍ଡା ଜାଁଳ ଛାଡ଼ିବା, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆପଣଙ୍କର ଟୋଟାଲ 10,000 ଜାଁଳ ଦରକାର ହେବେ। ପ୍ରଥମେ ଆମେ 2ରୁ 3,000 ଜାଁଳ ଛାଡ଼ିବା। ଏଇଟା ମନେ ରଖିବା ଉଚିତ, ଗୋଟେ 1 ଏକର ଜମିର ମାନେ କ୍ୟାରିଂ କାପାସିଟି 20 କୁଇଣ୍ଟାଲ ପର୍ଯ୍ୟନ୍ତ ଥାଏ। 3,000 ପିସ୍ ଯେଉଁ ମୁଣ୍ଡା ଜାଁଳ ଛାଡ଼ିଲେ ତାର ଦ୍ୱିତୀୟ ମାସକୁ ସେଟା ହେଇଯାଏ କେତେ, ଧର ଆମେ 50 ଗ୍ରାମ ଲେଖାଏଁ ମୁଣ୍ଡା ଜାଁଳ ଛାଡ଼ିଲେ ସେଟା ଆପଣଙ୍କର 1.5 କୁଇଣ୍ଟାଲ। 3,000 ହେଲେ 1.5 କୁଇଣ୍ଟାଲ। ଆପଣଙ୍କର ତାପର ମାସ ହେଇଯିବ ସେଟା ଡବଲ, ଜଷ୍ଟ ଡବଲ, ସେଟା ହଉଛି ଆପଣଙ୍କର 3 କୁଇଣ୍ଟାଲ। ତାପର ମାସଟା ଆପଣଙ୍କର ସେଟା ହେଉଥିବ ଆପଣ 5 କୁଇଣ୍ଟାଲ। ତାପରେ ତୃତୀୟ ମାସକୁ ଆପଣଙ୍କର ସେଟା ହେଇଯିବ ଆପଣଙ୍କର 8.5ରୁ 9 କୁଇଣ୍ଟାଲ। ମୁଣ୍ଡା ଜାଁଳ ଚାଷ କଲେ ଏଇଟା ଆମର ଫାଇଦା, ଯୋଉଟାକି 3 ମାସ ଠାରୁ 3 ବର୍ଷ ପର୍ଯ୍ୟନ୍ତ ମାସିକ ଇନକମ୍ ଆମକୁ ଦେବ। ପ୍ରତ୍ୟେକ ମାସ ସେଇ ଯେଉଁ ଆମେ 3,000 ପିସ୍ ଆମେ ଛାଡ଼ିଲେ, ସେଥିରେ 10%ରୁ 15% ପର୍ଯ୍ୟନ୍ତ ଆପଣଙ୍କର କିଲିକିଆ ମାଛ ଉତ୍ପାଦନ ହେଇସାରିଥିବେ। ଆମେ ଯେଉଁ ଛାଡ଼ିଲେ 3 ମାସ ବେଳକୁ କ୍ୟାରିଂ କାପାସିଟିର ଅଧା ହେଇଯାଉଛି। ମୁଁ କହିଲି 20 କୁଇଣ୍ଟାଲ, 20 କୁଇଣ୍ଟାଲରୁ ଆସିକି 9.5 କୁଇଣ୍ଟାଲ ବା 10 କୁଇଣ୍ଟାଲ ଧରିଲେ, ଯେତେ ଆମେ ଲେଟ୍ କରିବା ତାର ଗ୍ରୋଥ ହାର କମିଯିବ। ଚତୁର ଚାଷୀମାନେ ସେଟାକୁ ହାର୍ଭେଷ୍ଟିଂ କରିବା ଆରମ୍ଭ କରିଦେବେ 3 ମାସରୁ। ଯେଉଁ ଆମର 700-800 ଗ୍ରାମରୁ କିଲେ ପର୍ଯ୍ୟନ୍ତ ଯେଉଁ ମୁଣ୍ଡା ଜାଁଳକୁ ଧରିକି ବିକ୍ରି କରିବେ, ଆଉ ଯେଉଁ ସଂଖ୍ୟାରେ ଆଉ ଯେଉଁ ପ୍ରଜାତିର ମାଛ ଧରିକି ବିକ୍ରି କଲେ, ମୁଣ୍ଡା ଜାଁଳ ପାଖରେ ଯେଉଁ ଜାଁଳ ପୋଖରୀ ଥିବ ବା ରିଅରିଂ ପଣ୍ଡ ଥିବ, ସେଇ ରିଅରିଂ ପଣ୍ଡରୁ ସେଇ ପ୍ରଜାତି ସେଇ ସଂଖ୍ୟାକୁ ଦୃଷ୍ଟିରେ ରଖି ଆପଣଙ୍କୁ ପୁଣି ଜାଁଳ ଛାଡ଼ିବାକୁ ହବ। ଧର ଭାକୁର ଆମେ 100 ପିସ୍ ଉଠେଇଲେ, ଭାକୁର 100 ପିସ୍ ଫେର ଛାଡ଼ିବା। ମୀର ଧର ଆପଣଙ୍କର 50 ପିସ୍ ଉଠେଇଲେ, ମୀରକୁ 50 ପିସ୍ ଛାଡ଼ିବା। ଏଇଭଳି ବାଲାନ୍ସ ରଖିବା, ଆଉ ପ୍ରତି ମାସ ଇନକମ୍ ହବ। ସେଥିପାଇଁ କୁହାଯାଇଛି ମୁଣ୍ଡା ଜାଁଳ କରିଲେ ଚାଷ, ମାଛ ମାରିବ ଭାଇ ମାସକୁ ମାସ। ଭାଇ ଆପଣ କହୁଥିଲେ ଛତୁ ଚାଷ ବି କରୁଛନ୍ତି, ଛତୁ ଚାଷକୁ କାହିଁକି ମନ ବଳେଇଲେ, ଆଉ ବର୍ତ୍ତମାନ କେତେ ଜମିରେ ଛତୁ ଚାଷ କରୁଛନ୍ତି, ସେଥିରୁ କେତେ କ'ଣ ଲାଭ ପାଉଛନ୍ତି, ସେ ବିଷୟରେ ଟିକେ ପରାମର୍ଶ। ଦେଖନ୍ତୁ, ମୁଁ ଯେତେବେଳେ ପ୍ରଥମେ ହର୍ଟିକଲଚରରେ ଚାକିରି କରିଥିଲି, ହର୍ଟିକଲଚର ଏକ୍ସଟେନସନ ୱାର୍କରରେ ମୁଁ ଯେଉଁ ଚାକିରି କରିଥିଲି, ସେତେବେଳେ ଷ୍ଟେ ହେଇଗଲା। ଆମର କେନ୍ଦ୍ରାପଡ଼ା ପୋଷ୍ଟିଂ ଥିଲା, ସେତେବେଳେ ଷ୍ଟେ ହେଇଗଲା। ଷ୍ଟେ ହେଇଗଲା ପରେ ମୋତେ ଜଣେ ସେଇ ହର୍ଟିକଲଚର ଷ୍ଟାଫ୍ ସିଏ ମୋତେ କହିଲେ, ଚାକିରି କରି କେତେ ପଇସା କରିବ, ତମର ତ ଯେତିକି ଜମି ଅଛି ତମେ ନିଜେ ଚାଷ କର। ସେଇଠୁ ମୁଁ ତାଙ୍କ କଥାକୁ
ପ୍ରାଧାନ୍ୟ ଦେଇ ମୁଁ ଚାଷ କଲି। ଆଜ୍ଞା ମୁଁ ପ୍ରଥମେ ଛତୁ ଚାଷ କରୁଥିଲି, ତାଙ୍କ ଦ୍ୱାରା କିଛି ସ୍କିମ୍ ଛତୁରେ ମୋତେ ଯେଉଁ ଦିଆଯାଇଥିଲା ସେଇ ସ୍କିମ୍କୁ ନେଇକି ୟୁଟିଲାଇଜ୍ କଲି, ଆଉ ସଫଳ ଚାଷୀ ଭାବରେ ରାଜ୍ୟରେ ବା ଆମ ଜିଲ୍ଲାରୁ ଷ୍ଟେଟ୍ ଆୱାର୍ଡ଼ ଆଣିଥିଲି। ଆଜ୍ଞା କୃଷି ମନ୍ତ୍ରୀ ଠାରୁ ମୁଁ ଷ୍ଟେଟ୍ ଆୱାର୍ଡ଼ ଆଣିଥିଲି, ଯେଉଁଟାକି ବହୁତ ଭଲ ପ୍ରଡକ୍ସନ୍ ମୁଁ ଦେଇଥିଲି ସେ ବର୍ଷ। ଛତୁ? ଛତୁ ଆଜ୍ଞା ଗାଈ ଅଛନ୍ତି, ଗୋପାଳନ ବି ଗୋପାଳନ କରୁଛନ୍ତି। କରୁଛୁ। ଯୋଉ ପନିପରିବା ଚାଷ କହିଲେ ବର୍ତ୍ତମାନ ଜମିରେ କଣ କଣ ଅଛି? ବର୍ତ୍ତମାନ ଆମର ଗୋଟେ କ୍ରପ୍ ଥିଲା ଆମର ବୋଇତାଳୁ, ବୋଇତାଳୁ ଅମଳ ହେଇଯାଇଛି। ବର୍ତ୍ତମାନ ସେଇ ଫିଲ୍ଡରେ ଯେହେତୁ ମୋତେ ସମୟ ଟିକେ ଅଭାବ ହେଇଗଲାଣି, ଫଳ ଚାଷ ଯେଉଁଟାକି ଆମର ଆପେଲ୍ ବେରି ଯେଉଁଟା ଅଛି ସେଟାକୁ ମୁଁ ରୋପଣ କରିଦେଇଛି। ଆଉ କଣ ସବୁ ଫଳ ଅଛି? ଆପଣଙ୍କର ସପେଟା ଅଛି, ଆପଣଙ୍କର ଆପେଲ୍ ବେରି ସପେଟା, ଏଇ ଦୁଇଟା ମୋର ଫଳ କିସମ ରହିବ। ଆଉ ତାପରେ ଆମର ପନିପରିବା ପାଇଁ ଗୋଟେ ଫିଲ୍ଡ ରହୁଛି, ସେଟା ପନିପରିବା ବି ଚାଷ ଚାଲିଛି। ଭେଣ୍ଡି, ଟମାଟୋ, ବାଇଗଣ, ଯେତେ ପ୍ରକାର ଶାଗ ଟାଇମ୍ରେ ଶାଗ ପଡ଼େ, ମୂଳା ପଡ଼େ, ଗାଜର ପଡ଼େ। ଆମର 14 ଏକର ଜମିରେ ଧାନ ଚାଷ ହେଉଛି। ଧାନ ଚାଷର ଯେଉଁ ଆମର ନଡ଼ା ବାହାରୁଛି, ନଡ଼ାଟାକୁ ଆମେ ଛତୁ ଚାଷରେ ଲଗାଉଛୁ। ଆମର ଗାଈ 17-18ଟି ଗାଈ ଅଛନ୍ତି, ଯେଉଁଟା ଗାଈର ଗୋବରକୁ ନେଇକି ଆମେ ଗୋବର ଗ୍ୟାସ୍ ପ୍ଲାଣ୍ଟ, ଆଜି ଯେଉଁ ଗ୍ୟାସ୍ର ଯେଉଁ ପରିସ୍ଥିତି, ଗ୍ୟାସ୍ ମିଳୁନାହିଁ, କିନ୍ତୁ ଆମର ସେଠି ନିଜେ ଆମେ ଗ୍ୟାସ୍ ପ୍ରଡକ୍ସନ୍ କରୁଛୁ। ରୋଷେଇ କାର୍ଯ୍ୟରେ ଆମେ ସେଟା ବ୍ୟବହାର କରୁଛୁ। ଗୋବର ଗ୍ୟାସ୍ ପ୍ଲାଣ୍ଟରୁ ଯାହା ଖାଦ୍ୟ ବାହାରିଲା, ମାନେ ଗୋବର ବାହାରିଲା, ସେ ଗୋବରଟାକୁ ଆମେ ଜିଆ ଖତ, ଭର୍ମି କମ୍ପୋଷ୍ଟ କରି ଆମେ ପନିପରିବା, ଫଳ, ଶାଗ ତାକୁ ଆମେ ସପ୍ଲିମେଣ୍ଟାରୀ ହିସାବରେ ଆମେ ତାକୁ ଦେଉଛୁ। ମାନେ ଅର୍ଗାନିକ କେବଳ କରୁଛୁ, କେମିକାଲ ୱେରେ ଆମେ ଯାଉନାହୁଁ। ଆପଣ ଚାଷବାସରେ ଜୈବିକ ଖତ ଦେଇ ଚାଷବାସ କରୁଛନ୍ତି? ହଁ, ସମ୍ପୂର୍ଣ୍ଣ ମୋର ଜୈବିକ। ଆଉ ଗାଈ ବି ରଖିଛନ୍ତି, କ୍ଷୀର, ଦହି, ଘିଅ ଏକ ବିକ୍ରି ବଟା ଏଟା ହଉଥିବ? ସଫିସିଏଣ୍ଟ ସବୁବେଳେ ଖାଇବା ସହିତ ବିକ୍ରି ବି ହେଉଛି, ସେଥିରୁ ବି 2 ପଇସା ବାହାରୁ। ମନୋରଞ୍ଜନ ଭାଇ, ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ନମସ୍କାର। ଇଏ ଯେ ମା ପା ଆମର ସେ ଯୋଉ ମନୋରଞ୍ଜନ ଭାଇ କେଡେ ସୁନ୍ଦର ଭାବରେ ବୁଝେଇକିରି ଏ ଯୋଉ ଲାଭଜନକ ମୁଣ୍ଡା ଜାଆଁଳ ଚାଷ ସମ୍ପର୍କରେ କହିଲେ। କେତେ ଲୋକ, କେତେ ପିଲା ସବୁ ତାଙ୍କ ପାଖରୁ ତାଲିମ ନେଇ କେତେ କାମ କରୁଛନ୍ତି। ଖାଲି କଣ ସେତିକି? ଆଉ ଚାଷବାସ କରୁଛନ୍ତି, ଛତୁ ଚାଷ କରୁଛନ୍ତି। ସବୁଠୁ ବଡ କଥା ହେଲା 17-18ଟା ଗାଈ ରଖିଛନ୍ତି। ମୁଁ ତ ପୁରା ଶୁଣିକି ପୁରା ମତେ ଭାରି ବଢିଆ ଲାଗିଲା। ମତେ ବି ତ ଭାରି ବଢିଆ ଲାଗିଲା। ହଉ ଯେ ମା ପା ଉଠୁନ, ତମେ ଶୀଘ୍ର ଉଠିବା, ନା ଗନ୍ଧ ଧରୁନ। ଶୁଣ, ଆମେ ଚାଷୀ ବନ୍ଦୀ ଲୋକ, ଆଗ ପାଣିପାଗ ଶୁଣିବା, ତାପରେ ଯାଇକିରି ଉଠିବା। ହଉ ହଉ।